ଭୋଗ୍ୟ ପାଇବ। ମାନେ ପରିଶ୍ରମ କରିବା ଦ୍ୱାରା, କଷ୍ଟ କରିବା ଦ୍ୱାରା এই ଶରୀର ନିମନ୍ତେ ଖାଦ୍ୟ ମାନେ ମୁଠାଟେ ପାଇବା ବିଷୟରେ ସଦାପ୍ରଭୁ ଆଦମଙ୍କୁ କହୁଛନ୍ତି। କ'ଣ? କ୍ଲେଶରେ ତହିଁରୁ ଭୋଗ ପାଇବ। ଆଉ କ'ଣ କ'ଣ ଜାତ ହେଉଛି ନା ତହିଁରେ ଭୂମିରେ କଣ୍ଟା ଗୋଖରା ଗଛ ଜାତ ହେବ। ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ। ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିବ। ମାନେ ମନୁଷ୍ୟକୁ ସଦାପ୍ରଭୁ ଭୂମିରେ କାର୍ଯ୍ୟ କରିବା ନିମନ୍ତେ ସେ ଏହି ପ୍ରକାର ଉପଯୁକ୍ତ ଦଣ୍ଡ ନିମନ୍ତେ ଫଳ ଦେଉଅଛନ୍ତି। ଯେହେତୁ ମନୁଷ୍ୟ ଭୁଲ କରିବା ସକାଶେ ଏହି ପ୍ରକାର ଦଣ୍ଡ ସେ ପାଇବାକୁ ପଡ଼ୁଛି। ମାନେ ତା ନିମନ୍ତେ ମନୁଷ୍ୟ ଭୁଲ ନିମନ୍ତେ ଗୋଖରା ଗଛ କଣ୍ଟା ଗଛ ଜାତ ହେବ। ଆଉ ଯାବଜୀବନ କ୍ଲେଶରେ ତହିଁରୁ ଭୋଗ୍ୟ ପାଇବ। ଦେଖନ୍ତୁ, ଆଉ ଯେଉଁ ମୃତ୍ତିକାରୁ ସେ ଗୃହୀତ ହେଇଅଛି ସେ ମୃତ୍ତିକାରେ ନ ମିଶିବା ପର୍ଯ୍ୟନ୍ତ ମୁଖରୁ ଝାଳରେ ହିଁ ଆହାର କରିବ। ପରିଶ୍ରମ କରିବ ମୁଣ୍ଡରୁ ଝାଳ ତୁଣ୍ଡରୁ ପଡ଼ିବା ପର୍ଯ୍ୟନ୍ତ। ପରିଶ୍ରମ କରିବା ପରେ ହିଁ ସେ ଭୋଜନ କରିବ ବା ଆହାର ପାଇବ। ସେଥି ନିମନ୍ତେ ଆମ୍ଭମାନଙ୍କର ଆବଶ୍ୟକତା ଅଛି ଯେ ଜଗତରେ ପରିଶ୍ରମ କରିବାକୁ ମଧ୍ୟ ପଡ଼ୁଛି। ବିନା ପରିଶ୍ରମରେ କେହି ମଧ୍ୟ ଭୋଜନ କରିପାରିବ ନାହିଁ। ନିହାତି ପରିଶ୍ରମ ଆମମାନଙ୍କୁ ଆବଶ୍ୟକତା ମଧ୍ୟ ଅଛି। ଯେହେତୁ ଯୀଶୁ ମଧ୍ୟ କହିଲେ, ମୁଁ ପ୍ରକୃତର ଦ୍ରାକ୍ଷାଲତା ପୁଣି ମୋହର ପିତା କୃଷକ, ଯାହାକି 15 ପର୍ବ 1 ପଦରେ ଲେଖା ହେଇଛି। ମାନେ ପ୍ରକୃତରେ ପିତା ହେଉଛନ୍ତି କୃଷକ ଆଉ ଯୀଶୁ ହେଉଛନ୍ତି ଦ୍ରାକ୍ଷାଲତା। ରୋପଣ କରିଛନ୍ତି କିଏ? ଈଶ୍ୱର ତାଙ୍କୁ ରୋପଣ କରିଛନ୍ତି। ପିତା ହେଉଛନ୍ତି କୃଷକ। କୃଷି କାର୍ଯ୍ୟକୁ ମଧ୍ୟ ଏଟାକୁ ଦର୍ଶାଯାଏ। କିନ୍ତୁ ଯାହା ଯୀଶୁ କହିଥିଲେ ତା ସମ୍ପୂର୍ଣ୍ଣ ଆତ୍ମିକ ଜୀବନରେ ଆମେ ଯଦି ଅନୁଭବ କରିବା ତା ସମ୍ପୂର୍ଣ୍ଣ ଅଲଗା ଅଟେ। ଯେହେତୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ରୋପଣ କଲେ ଏହି ଜଗତରେ, ମାନେ ସଦାପ୍ରଭୁ ସେ ଚାଷ କରିବା ଲୋକ, ସଦାପ୍ରଭୁ ରୋପଣ କରିଛନ୍ତି। ଆଉ ଏଠାରେ ଯୀଶୁଙ୍କ ସମେତ ଯେଉଁମାନେ ସଂଯୁକ୍ତ ହେଉଛନ୍ତି ସେମାନେ ଫଳ ଫଳୁଛନ୍ତି। ମାନେ ଯୀଶୁ ହେଉଛନ୍ତି ଦ୍ରାକ୍ଷାଲତା। ଆଉ ସେଇ ଦ୍ରାକ୍ଷାଲତାରେ ମାନେ କି ପ୍ରକାର ଫଳ ଫଳିବ? ମାନେ ସଂଯୁକ୍ତର ସହିତ ଲୋକମାନେ ରହନ୍ତି ଯୀଶୁଙ୍କ ସହିତ ଆଉ ଫଳ ଫଳନ୍ତି। ଆଉ ସେଇ ଫଳ ଫଳିଲେ ହିଁ ଆଉ ପିତା ମହିମାନ୍ୱିତ ହୁଅନ୍ତି ଆଉ ଖୁସି ହୁଅନ୍ତି। ଆଉ ଯେଉଁମାନେ ତାହାଙ୍କ ସହିତ ରୁହନ୍ତି ଏହି ପୃଥିବୀରେ ଥାଇ ସେମାନେ ଫଳ ଉତ୍ପନ୍ନ କରିବେ, ସେହି ବିଷୟରେ ଲେଖାଯାଇଛି। କିନ୍ତୁ କୃଷକ ଚାଷକୁ ଧରିକି ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଆରମ୍ଭ କରିଛନ୍ତି। କାହିଁକି? ଲୋକମାନେ କୃଷି କାର୍ଯ୍ୟ ମଧ୍ୟ ଏଠି କରିଛନ୍ତି। ଯୀଶୁ ମଧ୍ୟ ଯେତେବେଳେ ସେ ଏହି ଜଗତରେ ଆସିଲେ କିମ୍ବା ସଦାପ୍ରଭୁ ତାଙ୍କୁ ପଠାଇଲେ, ସେ ମଧ୍ୟ ଯେତେବେଳେ ଯୋସେଫଙ୍କ ପରିବାରରେ ମରିୟମଙ୍କ ଗର୍ଭରେ ଯେତେବେଳେ ଜନ୍ମ ହେଲେ ସେ ମଧ୍ୟ ଅନେକ କାର୍ଯ୍ୟ କଲେ। କେଉଁ କାର୍ଯ୍ୟ କଲେ? ନା ଯୋସେଫ ନିଜର ପିତା ହେତୁ, ଯୋସେଫ ପରିବାରରେ ସେ ଜାତ ହେଇଥିବା ହେତୁ କ'ଣ କଲେ? ନା ଯୋସେଫ ଜଣେ ବଢ଼େଇ କାମ କରୁଥିଲେ। ସେହି ବଢ଼େଇ କାମରେ ମଧ୍ୟ ଯୀଶୁ ସହଯୋଗ କରୁଥିଲେ। ତେଣୁ ଆମ୍ଭେମାନେ ପରିଶ୍ରମ କରିବା ଆମମାନଙ୍କର ନିହାତି କର୍ତ୍ତବ୍ୟ ମଧ୍ୟ। ବେଳେବେଳେ ଆମମାନେ ବାକ୍ୟ ମାଧ୍ୟମରେ ଆମେ ଦେଖିଥାଉ ଯେ ଧନୀ ଲୋକମାନଙ୍କର ସ୍ୱର୍ଗ ରାଜ୍ୟରେ ଯିବା ଅପେକ୍ଷା ଛୁଞ୍ଚିର ଛିଦ୍ର ଦେଇ ଅଟ ପ୍ରବେଶ କରିବା ସହଜ ବୋଲି ଯୀଶୁ କହିଥିଲେ। ତେଣୁ ଅନେକ ମଣ୍ଡଳୀମାନଙ୍କରେ କୁହାଯାଏ ତ ଧନୀ ହେବା ଆବଶ୍ୟକତା ନାହିଁ। ଧନୀ ହେଲେ ଲୋକମାନେ କ'ଣ କରିବେ? ନା ସ୍ୱର୍ଗ ଯାଇପାରିବେ। ସେଇଟା ସମ୍ପୂର୍ଣ୍ଣ ଭୁଲ ଧାରଣା। କିନ୍ତୁ ଧନୀ ହେବା ମଧ୍ୟ ଆବଶ୍ୟକତା ରହିଛି ପ୍ରିୟମାନେ। ଯେହେତୁ ଆମମାନେ ଜାଣିଛୁ ଅବ୍ରାହମ ମଧ୍ୟ ମହା ଧନୀ ଥିଲେ।
ସମ୍ପତ୍ତି ଥିଲା, କିନ୍ତୁ ସେ କୁପ୍ରକାର ଧନୀ ହେଇଥିଲେ। ଯେତେବେଳେ ତାଙ୍କ ନିକଟକୁ ଲୋଭ ନଥିଲା, କୁପ୍ରକାର ସେ ସଞ୍ଚୟ କରୁଥିଲେ, କୁପ୍ରକାର ପରିଶ୍ରମ କରି ସେ ନିଜ ପରିବାରକୁ ପ୍ରତିପୋଷଣ କରିବା ନିମନ୍ତେ ସେ ଆଣୁଥିଲେ, ଆମମାନେ ସମ୍ପୂର୍ଣ୍ଣ ରୂପେ ତାହା ଜାଣିଛୁ। ଯେତେବେଳେ ଲୋଟ ନିଜ ପୁତୁରା ସହିତ ମଧ୍ୟ ଯେତେବେଳେ ସେମାନେ ବାହାରିଲେ, ନିଜ ଗାଁ ଛାଡ଼ି ବାହାରିଲେ, ସେହି ସମୟରେ ଯେତେବେଳେ ଲୋଟ ଆଉ ଅବ୍ରାମ ଯେତେବେଳେ ବାହାରିଛନ୍ତି, ସେହି ସମୟରେ ଅବ୍ରାମ କ'ଣ କଲେ ନା ଦେଶ ଦେଖି ବହୁତ ଖୁସି ହେଲେ, କିନ୍ତୁ ଲୋଟ ତାହା ସମ୍ପୂର୍ଣ୍ଣ ବାଧ୍ୟରେ ବାଛିଲେ, ଭଲ 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 ସେ ଭୂମି ବାଛିଲେ, ମାନେ ମୋର ଏଇଟା ହବ, ମୋର ଏଇଟା ହବ। ଆଉ ସେ କହିଲେ କକା ମୋର ଏଇଟା ହବ, ମୋର ଏଇଟା 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 ଭୂମି ହେବ, ମୁଁ ଏଇଟା ଏଇଟା କରିବି। କିନ୍ତୁ ଅବ୍ରାମ କ'ଣ କଲେ, କିଛି ମଧ୍ୟ ତାକୁ ଉତ୍ତର ଦେଲେ ନାହିଁ। ଭଲ ଭଲଟା ସେ ବାଛିଲେ ମଧ୍ୟ, ଠିକ ଅଛି ରେ ବାପା ତୁ ଏଇଟା ସବୁ କରେ। ଅବ୍ରାମ ଲୋଭ କରି ବାଛିଲେ କି? ବାଛିନା। କିନ୍ତୁ ସେ ଯୋଉଟା ମଧ୍ୟ ପଥର ଥିବା ଭୂମି ଦେଲେ ମଧ୍ୟ, କଣ୍ଟା ଥିବା ଭୂମି ଦେଲେ ମଧ୍ୟ, ହଁ ମୁଁ ଏଇଟା କରିବି ବାପା ବୋଲି ସେ ଇଚ୍ଛାରେ ସେ କରିଥିଲେ। କିନ୍ତୁ ଧନ ସମ୍ପତ୍ତି କୁଆଡ଼ୁ ଆସିଥାଏ? ସଦାପ୍ରଭୁ ଦେଇଥାନ୍ତି। ପରିଶ୍ରମ ଆମେ କରିଥାଉ, କିନ୍ତୁ ଧନ ସମ୍ପତ୍ତି ସଦାପ୍ରଭୁ ଦେଇଥାନ୍ତି। କିନ୍ତୁ ଅବ୍ରାମ ସେହି ପ୍ରକାର ଅଯୋଗ୍ୟ ଭୂମି ସେ ପାଇଲେ ମଧ୍ୟ ସେ ନାସ୍ତି କଲେ ନାହିଁ। ସେଇଠାରେ ହିଁ ସେ ଯଦି ଯେତେବେଳେ ଚାଷବାସ କଲେ ବି, ପରିଶ୍ରମ କଲେ ବି, ସଦାପ୍ରଭୁ କହିବା ପ୍ରମାଣେ ସେ ପରିଶ୍ରମ କଲେ ବି ଯଥେଷ୍ଟ ତାହାର ଫସଲ ହୁଏ, ଆଉ ସେ ବହୁତ ବିଖ୍ୟାତ ଧନୀ ମଧ୍ୟ ହେଇଥାଏ। ଆଉ ସେ କ'ଣ କଲେ ନା ଅବ୍ରାମ ଆଜି ଆମମାନେ ଶିଖିବାକୁ ପାଉ, ସେ ମୃତ୍ୟୁ ହେଲେ ମଧ୍ୟ ଯେତେବେଳେ ଆମମାନେ ଶିକ୍ଷା କରିଥାଉ ଯେ ଅବ୍ରାହମଙ୍କ କୋଳରେ ହିଁ ଆମମାନେ ଚାଲିଯାଉ। ଯେତେବେଳେ ଯକ୍ଷ ଯୀଶୁଙ୍କୁ ଗ୍ରହଣ କରିବାକୁ ସେ ଆରମ୍ଭ କଲେ, ସେ ବିଖ୍ୟାତ ଧନୀ ଥିଲେ ଯକ୍ଷ ମଧ୍ୟ, ବହୁତ ଲୋକଙ୍କଠାରୁ ଠକ କରି ମଧ୍ୟ ଚାହିଁଥିଲେ, ଆଣିଥିଲେ। କିନ୍ତୁ ଯେତେବେଳେ ସେ ଯୀଶୁଙ୍କୁ ଗ୍ରହଣ କରିବା ପାଇଁ ନିଜ ଘରକୁ ନେଲେ, ଆଉ ତାଙ୍କ ଆତ୍ମିକ ଜୀବନରେ କଥା ପ୍ରଭୁ କହିଲେ, ଗଞ୍ଜଣା ଥିଲା ଯେତେବେଳେ ସେ ଜାଣିଲେ, ସେ ସିଧାସଳଖ ଯୀଶୁଙ୍କୁ କହିଲେ, ପ୍ରଭୁ ମୁଁ ଯାହା ଅନ୍ୟାୟ କରି ଆଣିଥାଏ ତା ସମସ୍ତ 4 ଗୁଣରେ 2 ଗୁଣରେ ମଧ୍ୟ ମୁଁ ଫେରାଇ ଦେଉଅଛି ଅଲରେଡ଼ି। ଦେଖନ୍ତୁ, ମାନେ ସେ ନିଜେ ସ୍ୱୀକାର କରୁଛନ୍ତି ଯେ ମୁଁ ଠକିକିରି ଭୁଲ କରି ଇତ୍ୟାଦି ଆଣୁଛି, ତା ଫେରାଇ ଦେଉଛି। ଦେଖନ୍ତୁ, ମାନେ 1 ଗୁଣରେ ଫେରାଇବା କଷ୍ଟ, 2 ଗୁଣରେ ଫେରାଇବା ମଧ୍ୟ କଷ୍ଟ, କିନ୍ତୁ ସେ 4 ଗୁଣରେ ମଧ୍ୟ ଫେରାଇ ଦେବା ପାଇଁ ସେ ମନସ୍ଥ କଲେ, ଆଉ ଫେରାଇ ଦେଉଛନ୍ତି। ଫେରାଇ ଦେଲେ, ସେଥିରେ ଯୀଶୁ କହିଲେ ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହେଇଅଛି, ତେଣୁ ଏ ମଧ୍ୟ ଜଣେ ଅବ୍ରାହମଙ୍କର ସନ୍ତାନ। ହାଲେଲୁୟା। ଅବ୍ରାହମଙ୍କର ସନ୍ତାନ। ଅବ୍ରାହମଙ୍କୁ କି ପ୍ରକାର ସେ ଧାର୍ମିକ ବୋଲି ନିଆଯାଇଛି? ସେ ତ ବିଖ୍ୟାତ ଧନୀ ହେଲେ, କାହିଁ ସେ ସ୍ୱର୍ଗରେ ଯିବା ଅପେକ୍ଷା ନରକରେ ଯିବେ ବୋଲି ତାଙ୍କର ନାଁ ଧରିବା କଥା ନାହିଁ, ତାକୁ କାହିଁକି ଧରାଗଲା? ଉତ୍ତମ କାର୍ଯ୍ୟ କରି ସଞ୍ଚୟ କରିବା ଆମମାନଙ୍କର କର୍ତ୍ତବ୍ୟ। ସେଥି ନିମନ୍ତେ ମଣ୍ଡଳୀ ଗୁଡ଼ିକରେ ଉପଦେଶ ମଧ୍ୟ ଆମମାନେ ଦେବା ଉଚିତ। ଉପଯୁକ୍ତ କର୍ମ କରନ୍ତୁ, ପରିଶ୍ରମ କରନ୍ତୁ, ଯେହେତୁ ସଦାପ୍ରଭୁ ଏ ଜଗତରେ ରଖିଛନ୍ତି ଆମମାନଙ୍କୁ। ପରିଶ୍ରମ କର, ମୁଖଳ ଜାଳରେ ଆହାର କରିବ। ଯେହେତୁ ତୁମେ ଧୂଳିରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ହିଁ ଆହାର କରିବ। ତେଣୁ ଆମମାନେ ପରିଶ୍ରମ କରିବା, ଆଉ ତେବେ ପରିବାର ଗୁଡ଼ିକ ମଧ୍ୟ ଦରିଦ୍ର ଅବସ୍ଥା ମଧ୍ୟ ଦୂରେଇ ହେବ। ସେଥି ନିମନ୍ତେ ଉତ୍ତମ ବିଷୟର କର୍ମ କରିବା ନିମନ୍ତେ ଆମମାନେ ପଛେଇବା ନାହିଁ, ଆମମାନେ ଆଗକୁ ବଢ଼ିବା, ପରିଶ୍ରମ ମଧ୍ୟ ଆମମାନେ କରିବା। ମୁଁ ମଧ୍ୟ ପରିଶ୍ରମ କରିଥାଏ, ମୋର ସମୟ ସମୟରେ ମୁଁ ପରିଶ୍ରମ ମଧ୍ୟ କରିଥାଏ, ଚାଷବାସ ମଧ୍ୟ କରିଥାଏ। ପରିଶ୍ରମ କରିବା ଆମମାନଙ୍କର ନିହାତି ଆବଶ୍ୟକତା। କିନ୍ତୁ ଅନେକ ଲୋକମାନେ କହିଥାନ୍ତି ଯେ ଅଧିକ ଧନୀ ହୁଅ ନାହିଁ। ନାଇଁ ଆଜ୍ଞା, ଧନୀ ହୁଅନ୍ତୁ, ଦରିଦ୍ର ଅବସ୍ଥା ଦୂର ହେବ। ଉତ୍ତମ କାର୍ଯ୍ୟ କରି ଧନୀ ହୁଅନ୍ତୁ। ଚୋର କରି, ଡକାୟତକାରୀ ଜଣଙ୍କର ଲୋଟି ନେଇ ଦୁଷ୍ଟ କାର୍ଯ୍ୟରେ ଲିପ୍ତ ଥାଏ ରୋଜଗାର କରନ୍ତୁ ନାହିଁ। ପରିଶ୍ରମର ସହିତ ରୋଜଗାର କରନ୍ତୁ, ତାହା
ଆପଣମାନଙ୍କ ନିମନ୍ତେ ଯଥେଷ୍ଟ ହେବ। ଆଉ ପ୍ରଭୁ ଧନ ଦେବା ଲୋକ, ସେ ଆପଣମାନଙ୍କୁ ଯେଉଁ ପ୍ରକାର କଲେ ମଧ୍ୟ ପ୍ରଭୁ ଧନ ଦେବେ। ଆଉ ତୁମେମାନେ ଏହି ଶାରୀରିକ ବଞ୍ଚିବା ନିମନ୍ତେ ସେ ଧନ ସାହାଯ୍ୟ କରିବ। କେବଳ ଏହି ଶରୀର ବଞ୍ଚାଇବା ନିମନ୍ତେ ଧନ ମଧ୍ୟ ଆବଶ୍ୟକତା ଅଛି। ଆଉ ଆତ୍ମିକ ଜୀବନ ନିମନ୍ତେ ଆମମାନଙ୍କୁ ଯୀଶୁଙ୍କୁ ବାକ୍ୟକୁ ଆବଶ୍ୟକତା ଅଛି। ତେଣୁ ଏ ଶାରୀରିକ ନିମନ୍ତେ ଆମମାନେ ଧନ ସଞ୍ଚୟ କରିବା ନିମନ୍ତେ ପରିଶ୍ରମ ମଧ୍ୟ କରିବା। ଆଉ ଆତ୍ମିକ ଜୀବନରେ ବଢ଼ିବା ନିମନ୍ତେ ଯୀଶୁ ଯେ ଦ୍ରାକ୍ଷାଲତା, ତାହାଙ୍କଠାରେ ଆମମାନେ ସଂଯୁକ୍ତ ହୋଇ ରହିବା ଆଉ ଫଳ ଫଳିବା। ଆଉ ଫଳ ଫଳିବା ଦ୍ୱାରା ଆମମାନଙ୍କ ନିମନ୍ତେ ଲାଭଦାୟକ ହେବ। ଯେହେତୁ ଯୀଶୁ ତହିଁ ତହିଁ ପଦରୁ ମଧ୍ୟ ସେ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଯେହେତୁ ଯୀଶୁ ହେଉଛନ୍ତି ପଥ, ଆଉ ସେ ହିଁ ସତ୍ୟ, ସେ ହିଁ ଜୀବନ ଦେବା ଲୋକ। ତେଣୁ ତାହାଙ୍କଠାରେ ଆମମାନେ ସଂଯୁକ୍ତ ହୋଇ ରହିବା, ତାଙ୍କୁ ଦେଇ ଆମମାନେ ଚାଲିବା। ଆମମାନେ ଯେତେବେଳେ ସ୍ୱର୍ଗ ରାଜ୍ୟରେ ତାହାଙ୍କ ସହିତ ହିଁ ଯାଇ ପିତାଙ୍କୁ ଦର୍ଶନ କରିବା ନିମନ୍ତେ ପାଇବା। ଆଉ ଅନ୍ୟ ପଥ କୌଣସି ମଧ୍ୟ ଆମମାନେ ଦେଖାଯାଉ ନାହିଁ କି ଦିଶୁ ନାହିଁ। ସେଥି ନିମନ୍ତେ ପ୍ରିୟ ସମସ୍ତ ଲୋକମାନଙ୍କୁ ମୁଁ ଅନୁରୋଧ କରିବାକୁ ଚାହେଁ, ସ୍ୱର୍ଗରେ ଯିବା ନିମନ୍ତେ ପଥ କେବଳ ଯୀଶୁ ହିଁ ଅଟନ୍ତି। ସେ ନିଜେ କୁହନ୍ତି, ମୁଁ ପଥ ଆଉ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପିତା ତାହାଙ୍କୁ ଯୀଶୁଙ୍କୁ ପ୍ରେରଣ କରିଛନ୍ତି। ଆମେ ସେ ପିତାଙ୍କ ରାଜ୍ୟକୁ ଯିବାକୁ ହେଲେ ଏକମାତ୍ର ପଥ ହେଉଛନ୍ତି ଯୀଶୁ। ତାହାଙ୍କୁ ନେଇ ଆମମାନେ ଯାଇପାରିବା। ସେଥି ନିମନ୍ତେ ଶାରୀରିକ ଶରୀର ବଞ୍ଚାଇବା ନିମନ୍ତେ ଆମମାନେ ଏ ଜଗତରେ ଥାଇ ପରିଶ୍ରମ ମଧ୍ୟ କରିବା। ଆଉ ଆତ୍ମିକ ଜୀବନରେ ଆମମାନେ ଯୀଶୁଙ୍କୁ ଗ୍ରହଣ କରି ଫଳ ଫଳିବା ନିମନ୍ତେ ତାହାଙ୍କ ସହିତ ସଂଯୁକ୍ତ ହୋଇ ଏହି ଶରୀର ମାଧ୍ୟମରେ ଫଳ ମଧ୍ୟ ଫଳିବା। ଛୋଟ ଆଲୋଚନା ବାକ୍ୟ ଉପରେ ପ୍ରଭୁ ଈଶ୍ୱର ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।